କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ଓଡ଼ିଆ ପାଠଶାଳାକୁ ଚାଲନ୍ତୁ ଭିଡିଓରେ ପଳାଶ ଗଛ ବିଷୟରେ କଥା ହେବା। ପଳାଶ ଗଛର ବୈଜ୍ଞାନିକ ନାମ ହେଉଛି ବୁଟିଆ ମୋନୋସ୍ପର୍ମା। ଏହା ଏକ ମଧ୍ୟମ ଆକାରର ପର୍ଣ୍ଣମୋଚୀ ଗଛ ଯାହା ଏହାର ଉଜ୍ଜ୍ୱଳ କମଳା ଲାଲ ଫୁଲ ଯୋଗୁଁ ଜଙ୍ଗଲର ଅଗ୍ନିଶିଖା ଭାବରେ ଜଣାଶୁଣା। ଏହା ଫାବେସିଆ ପରିବାର ଅନ୍ତର୍ଭୁକ୍ତ ଏବଂ ଭାରତୀୟ ଉପମହାଦେଶର ମୂଳ ନିବାସୀ। ଗଛଟି ବସନ୍ତ ଋତୁରେ ଫୁଲ ଫୁଟେ ଏବଂ ଏହାର ଫୁଲଗୁଡ଼ିକ ଅଗ୍ନିଶିଖା ସଦୃଶ ଏହାକୁ ଏକ ଆକର୍ଷଣୀୟ ଦୃଶ୍ୟ ପ୍ରଦାନ କରେ। ଭାରତରେ ପ୍ରାକୃତିକ ରଙ୍ଗ ଏବଂ ପାରମ୍ପରିକ ହୋଲି ରଙ୍ଗ ତିଆରି କରିବା ପାଇଁ ଏହାର ସ୍ପନ୍ଦନଶୀଳ ଫୁଲ ବ୍ୟବହାର କରାଯାଏ। ବୁଟିଆ ମୋନୋସ୍ପର୍ମାର ବିଭିନ୍ନ ଅଂଶ ଫୁଲ, ଛାଲ ପାରମ୍ପରିକ ଔଷଧରେ ବ୍ୟବହୃତ ହୁଏ। ଗଛରୁ ନିର୍ଗତ ବୁଟିଆ ଗମ୍ କିମ୍ବା କାମାର୍କସ୍ କୁହାଯାଏ, ଯାହାର ଔଷଧୀୟ ବ୍ୟବହାର ଅଛି। ଗଛଟି ମାଟି ସଂରକ୍ଷଣ ଏବଂ ପୁନଃବନୀକରଣ ପ୍ରକଳ୍ପ ପାଇଁ ମଧ୍ୟ ଉପଯୋଗୀ। ଏହାର କାଠ ପ୍ରାୟତଃ କୃଷି ଉପକରଣ ଏବଂ ଛୋଟ ଫର୍ଣ୍ଣିଚର ତିଆରି କରିବା ପାଇଁ ବ୍ୟବହୃତ ହୁଏ। ବୁଟିଆ ମୋନୋସ୍ପର୍ମା ଏକ ପରିବେଶଗତ ଭାବରେ ଗୁରୁତ୍ୱପୂର୍ଣ୍ଣ ଗଛ ଯାହା ପକ୍ଷୀ, ମହୁମାଛି ପାଇଁ ଅମୃତ ଯୋଗାଇଥାଏ। ଭିଡିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଆଉ ଯଦି ଭଲ ଲାଗିଲା ତାହେଲେ ଲାଇକ୍ କରିଦେବ। ଭିଡିଓକୁ ଅନ୍ୟଙ୍କ ସହିତ ସେୟାର କର। ଚ୍ୟାନେଲରେ ଯେଉଁମାନେ ଭିଡିଓ ଦେଖୁଛନ୍ତି ଏପର୍ଯ୍ୟନ୍ତ ସବସ୍କ୍ରାଇବ କରିନାହାନ୍ତି ଚ୍ୟାନେଲକୁ ପ୍ଲିଜ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ଭିଡିଓ ଅପଲୋଡ ହେଲେ ନୋଟିଫିକେସନ ପହଞ୍ଚିବ। ଆମେ ମିଶିକି ପଢିପାରିବା, ଜାଣିପାରିବା ଏବଂ ବୁଝିପାରିବା। ତାହେଲେ ଦେଖା ହେବା ଭିଡିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ।